ଜଗନ୍ନାଥଙ୍କର ଆଶୀର୍ବାଦ ନଥିଲେ ଏଭଳି ସୁଯୋଗ ଆସେନି। ପରିବାର ତ ଆମେ ଗତ 3 ଦଶନ୍ଧି ଧରି ଜଗନ୍ନାଥଙ୍କ ସେବାରେ ଉତ୍ସର୍ଗୀକୃତ। ଭାବିଥିଲି ଓକିଲାତିର ଅବସର ନେବା ପରେ ଭାବିଥିଲି ଜଗନ୍ନାଥଙ୍କ ସେବାରୁ ବୋଧେ ମୋତେ ଅବ୍ୟାହତି ମିଳିଲା, କିନ୍ତୁ ସେଠି ସେ ସେବାର ପୂର୍ଣ୍ଣଚ୍ଛେଦ ପଡ଼ିନଥିଲା। କାହିଁକିନା ଜଗନ୍ନାଥ ମନ୍ଦିରର ସେବା ମୋ ଭାଇ ଜଗନ୍ନାଥ ରଥଙ୍କ ଦ୍ୱାରା ପରିଚାଳିତ କରାଗଲା। ଜଗନ୍ନାଥ ରଥ ଯେତେବେଳେ ଷ୍ଟେଟ୍ ଇନଫର୍ମେସନ୍ କମିଶନର ହେଲେ ଫେବୃଆରୀ ମାସରେ ଏଇ ବର୍ଷ, ପୁଣି ଆଶଙ୍କା ଆସିଲା ଯେ ଜଗନ୍ନାଥ ଆମକୁ ସେବା ନିବୃତ୍ତ କରିଦେଲେ କି। କାଲି ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ ମହାଶୟଙ୍କଠୁ ଖବର ପାଇ ମୋର ସେ ଆଶଙ୍କା ଦୂରୀଭୂତ ହେଲା ଏବଂ ଜଗନ୍ନାଥଙ୍କ ସହିତ ଆମେ ସଦାସର୍ବଦା ଜଡ଼ିତ ଅଛୁ, ଓତପ୍ରୋତ ଭାବେ ଜଡ଼ିତ, ଶରୀର ଭାବେ ଜଡ଼ିତ। ମୋର ଭକ୍ତିପୂର୍ଣ୍ଣ ଅର୍ଘ୍ୟ ଜଗନ୍ନାଥଙ୍କୁ ଆଶୀର୍ବାଦ କରିବେ। ଏ ଯେଉଁ ଦାୟିତ୍ୱ ଆମକୁ ଦେଇଛନ୍ତି, ଆମେ ସେ ଦାୟିତ୍ୱକୁ କେମିତି ସୁଚାରୁ ରୂପେ ସମ୍ପୂର୍ଣ୍ଣ କରିବୁ। ମିଟିଂ କାଲି ପ୍ରଥମ ଥର ପାଇଁ ବସୁଛି, ତେଣୁ ଏଥିରେ ବହୁ ବିଜ୍ଞ ବ୍ୟକ୍ତିତ୍ୱ ଅଛନ୍ତି। ତେଣୁ ସମସ୍ତେ ଆଗ ବସିଲେ ତାର କୋଣ ଅନୁକୋଣକୁ ନିଶ୍ଚିତ ଭାବରେ ଆମେ ବିଚାରକୁ ନେବୁ। ଇଏ କିଛି ସାମାନ୍ୟ ଜିନିଷ ନୁହଁ, ଇଏ ଗୋଟେ ଅସାମାନ୍ୟ ଜିନିଷ। 46 ବର୍ଷ ପରେ ଏଇଟା ବର୍ତ୍ତମାନ ପ୍ଲେସ୍ କରିବାକୁ ଯାଉଛି। ତେଣୁ ଆଶା କରିବା ଆମେ ସଠିକ୍ ନିଷ୍ପତ୍ତିରେ ଉପନୀତ ହେଇ କେମିତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା। ସମୟ ଆଜି ମୁଁ କହିପାରିବିନି, କାରଣ ଆମେ ବିଗତ ବୈଠକରେ ବସିନୁ। ବୈଠକରେ ବସିବୁ, କ'ଣ କ'ଣ ସମସ୍ୟା ଆସୁଛି ତା ବିଷୟରେ ଚିନ୍ତା କରାଯିବ। ସମସ୍ୟା ଆଶା କରିବା ବିଶେଷ ସମସ୍ୟା ନଥାଉ ଏବଂ ଆଶା କରିବା ଏ ଯେଉଁ ଦାୟିତ୍ୱ ଆମ ଉପରେ ସରକାର ନ୍ୟସ୍ତ କରିଛନ୍ତି ଏବଂ ଭଗବାନ ଆମକୁ ଯେଉଁ ନିର୍ଦ୍ଦେଶ ବର୍ତ୍ତମାନ ଦେଇଛନ୍ତି, ଆମେ ତାକୁ କେମିତି ଶୀଘ୍ର ସମାପନ କରିବା।